ମୁଁ କେଉଁଠୁ ପଇସା ଆଣିବି? ମୋ ପାଖରେ ପଇସା ମୁଁ ଟ୍ରିଟମେଣ୍ଟ କରିବାକୁ ପଇସା ନେଇ ମୁଁ କେଉଁଠୁ ପଇସା ଦେବି? এটা ହେଉଛି କଥା। ମୁଁ ହାଇକୋର୍ଟ ଷ୍ଟେ ମାରିଲି, ମୁଁ ଷ୍ଟେ ମାରିଦେଲି, ତାକୁ ପଇସା ବର୍ତ୍ତମାନ ଦେଉନି। जो 8 मास ଦେଇଛନ୍ତି ଲଗାତାର ଦେଇଛନ୍ତି। ହଁ 8 ମାସ ପୁରା ଦେଇছে ଲଗାତାର। ସବୁ ଆପଣ ଯୋଉ କ୍ୟାନ୍ସର ହେଇଥିଲା ତାର କିଛି ପ୍ରୁଫ୍ ଅଛି, ପ୍ରମାଣ ଆପଣ ସବୁ ପ୍ରମାଣ ଅଛି। ଟିକେ ପ୍ରମାଣ ଟି ଦେଖାନ୍ତୁ। ଖାଲି ସେ ଖାଇଲେ এটা ହେଉଛି ଟାଟା ମେମୋରିଆଲ। ଆପଣ ଏଇ ନମ୍ବରରେ ମାରିଥିବେ CB09720, এটা ମୋ କୋଡ୍। এটা ଆପଣ ମାରିଥିଲେ ଆପଣ ଡିଟେଲ ଟାଟା ମେମୋରିଆଲ ସବୁ ପାଇଯିବେ। এটা ଟାଟା ମେମୋରିଆଲ। ଟାଟା ମେମୋରିଆଲ ମୁଁ 150 କେମୋ ନେଇଛି। এটা ମାରିଦେଲେ ଆପଣ ଡିଟେଲ ପାଇଯିବେ। କେଉଁ ସ୍କେଲରେ କେତେ ନେଇଛି, 7 ଦିନ ଲେଖା ନିଏ, 21 ଦିନ ଗ୍ୟାପ୍ରେ ଫେର 7 ଦିନ ନିଏ। ଏଠି ମାରିଦେଲେ ଆପଣ ସବୁ ଡିଟେଲ ପାଇଯିବେ। ମୋର କେତେଟା ପାର୍ଟସ୍ ନାହିଁ, କେତେ ପାର୍ଟ ନାହିଁ, କେତେ କ'ଣ ନାହିଁ, ଟିକେ ମାରିଦେଲେ ଆପଣ ସବୁ ପାଇଯିବେ। ଆଚ୍ଛା ଆଜ୍ଞା, ଆପଣ ଯେଉଁ ଟାଟା ମେମୋରିଆଲରେ ଟ୍ରିଟମେଣ୍ଟ ହେଉଛନ୍ତି, ଆନୁମାନିକ କେତେ ଟଙ୍କା ଖର୍ଚ୍ଚ ହେଉଛି ଆପଣଙ୍କର? ମୋର ଗୋଟେ କେମୋରେ ଖର୍ଚ୍ଚ ହେଉଥିଲା 4,50,000। କିଏ ପଇସା ଦେଉଥିଲେ? ପଇସା ଆଠୁ ମୁଁ ତାଠୁ କଲେକ୍ସନ୍ କରାହେଉଛି। ମୁଁ ଜାଣିଛି ମିରାପଡ଼ା ସବୁ ଆକୁ ମାଗିଛି, ତାକୁ ମାଗିଛି, କଲେକ୍ସନ୍ କରି ସବୁ ଜାଗା ଆକାଉଣ୍ଟକୁ ଯାଇଛି। ଆପଣ ଆକାଉଣ୍ଟ ବି ଚେକ୍ କରିପାରିବେ, କିଏ ଦେଇଛନ୍ତି, କେଉଁ ଲୋକ ଦେଇଛନ୍ତି, କେଉଁ ଟାଇମ୍ରେ ଦେଇଛନ୍ତି, କିଏ ନାନା ପେପରରେ। ଟାଟା ଟାଇମ୍ ହେଲାନି ବୋଲି ଟାଟା ସେଠୁ ମନା କରିଦେଲା। ମୁଁ ନାନାବତୀରେ ଗଲି, ଅପରେସନ୍ ହେଲି। ଆଚ୍ଛା, ବର୍ତ୍ତମାନ ଆପଣ ଯେଉଁ ହେଲା ପରେ ବର୍ତ୍ତମାନ ଯେଉଁ ଟ୍ରିଟମେଣ୍ଟରେ ଅଛନ୍ତି ତା ପାଇଁ କେତେ ପଇସା ଆପଣଙ୍କର ଖର୍ଚ୍ଚ ହେଉଛି ମାସିକ? ମୋର ମାସିକ ମୋର ଥିଲା 2 ମାସରେ ଥରେ। ଆପଣଙ୍କ ପତ୍ନୀ ଯିଏ ସେ ସୋସିଆଲ ମିଡ଼ିଆରେ ଆସିକି ଗୋଟେ ଗଣମାଧ୍ୟମରେ ଗୋଟେ ଇସ୍ୟୁ ଆଣୁଛନ୍ତି, ମୀରା ମାଙ୍କୁ ଗୋଟେ ଅପଦସ୍ତ କଲା ଭଳିଆ। ତ କ'ଣ ଆପଣ କ'ଣ ମତ ରଖିବେ ତାକୁ ନେଇ? ଏକର ତ ମୁଁ ଅନିବାକୁ ବାହା ହେଇଥିଲି 2013। ସିଏ ତ ବର୍ତ୍ତମାନ ନାହିଁ, ମୁଁ ଡିଭୋର୍ସ ଦେଇଛି ତାକୁ। 2016ରୁ ମୋ ଡିଭୋର୍ସ ହେଇଗଲାଣି। ସେ କାହିଁ ଏମିତି ପ୍ରଦର୍ଶନ କରୁଛି ମୁଁ ଜାଣିନି। ମୀରାପଡ଼ା କିଏ ଆପଣମାନେ ସମସ୍ତେ ଭଲ ଭାବରେ ଜାଣିଛନ୍ତି। ଆଉ ସିଏ ହେଉଛି ସୋସିଆଲ ଆକ୍ଟିଭିଷ୍ଟ। ସିଏ ଭାବୁଛି ତା ନାଁରେ ଏମିତି କଲେ କାଳେ ସିଏ ପଇସା ପତ୍ର କ'ଣ ଦେଇଦେବ କି, ସେଇ ହିସାବରେ ସେ ତା ନାଁରେ କହୁଛି। କାହିଁ ମୋ ନାଁରେ ତ ସେ କିଛି କହୁନି। ଆପଣଙ୍କ ନାଁରେ କାହିଁ କହୁନାହାନ୍ତି? ସେ ତାକୁ ପଚାରିବେ ନା, ମୁଁ କ'ଣ ଜାଣିଛି? ମୁଁ ତା ସାଙ୍ଗେ ସେ ତ ଆଜି 13 ବର୍ଷ ହେଲାଣି ସେ ଯାଇଛି ଫଟୋ ଦେଖା ନାହିଁ। ମୋ ସାଙ୍ଗେ ତାର କଥାବାର୍ତ୍ତା ନାହିଁ, କିଛି ନାହିଁ। କୋର୍ଟରେ କେସ୍ ଚାଲିଛି। ତାହେଲେ ସେ ଇସ୍ୟୁଟା ଆଣୁଛନ୍ତି, ତାକୁ ପଚାରେ, ସିଏ କହିବ କ'ଣ ପାଇଁ। ମୁଁ ତ କହିପାରିବିନି। ଆପଣଙ୍କର ଡିଭୋର୍ସ ହେଇଛି? ମୋର 2016ରୁ ଡିଭୋର୍ସ ହେଇଛି। ଡିଭୋର୍ସ ହେଲା ପରେ ତ ଆପଣ ଅଲଗା, ସିଏ ଅଲଗା। ତାପରେ ଆପଣଙ୍କର ଯେଉଁ ପୂର୍ବ ପତ୍ନୀ ଥିଲେ ସିଏ ଆପଣଙ୍କ ନାଁରେ ଅଭିଯୋଗ ଆଣିବାଟା କୋଉଟାକି ଆପଣ କେମିତି ଦେଖୁଛନ୍ତି? ମୁଁ ସେଥିପାଇଁ ଗଣମାଧ୍ୟମକୁ କହୁଛି, ଜଣଙ୍କଠୁ ଶୁଣିକି ଏଇଟା ବ୍ୟାଇଟ୍ଟା ବଜାନ୍ତୁ ନାହିଁ। ସେ ଯାହା କହିଲେ କ'ଣ ଆପଣ ଭାବୁଛନ୍ତି ସତ ହେଉଛି, ସେଇଟା ଆଗ ମୋତେ ପଚାରନ୍ତୁ। ମୋଠୁ ଆଗ ଜିନିଷ ଦେଖନ୍ତୁ। ଯଦି ମୋର କ'ଣ ଭୁଲ ହେଇଥିବ କେଉଁଠି, ଆପଣ ମୋତେ ଯାହା କହିବେ ମୁଁ। ଆମେ ଆଉ ଗୋଟେ ଜିନିଷ ବି ଶୁଣିବାକୁ ପାଇଛୁ ଯେ ଆପଣଙ୍କର କ୍ୟାନ୍ସର ହେଇଥିଲା, ଆପଣ କ୍ୟାନ୍ସରରେ ପୀଡ଼ିତ ଥିଲେ। ତ ସେତେବେଳେ ଆପଣଙ୍କ ପୂର୍ବ ପତ୍ନୀଙ୍କର ଭୂମିକା କ'ଣ ଥିଲା? ସେ ଟୋଟାଲ୍ ତ ଯାଇଛି 13 ବର୍ଷ ହେଲେ ଯାଇଛି, ତାର ଦେଖା ଦର୍ଶନ ନାହିଁ। ଆଉ ସେ ଜାଣିଥିଲେ କ୍ୟାନ୍ସର ଆପଣ ପୀଡ଼ିତ? ଜାଣିଥିବ, ମୁଁ କହିପାରିବିନି। ତ ସୁସ୍ଥ ହେବା ପାଇଁ ପରେ କାହିଁକି ଏଇଭଳିଆ ଇସ୍ୟୁ ସେ ଆଣୁଛନ୍ତି? ସୁସ୍ଥ ହେଇଗଲେ ବୋଲି ସେ ଏମିତି ଅଭିଯୋଗ ଆଣୁଛନ୍ତି ନା କ'ଣ? ସେ ଭାବୁଛନ୍ତି ଏମିତି ଅଭିଯୋଗ କଲେ ମୀରାପଡ଼ା ନାଁରେ। ମୀରାପଡ଼ା ଗୋଟେ ଜାଣିଥିବ ଓଡ଼ିଶାର ଗୋଟେ ଚର୍ଚ୍ଚିତ ଚେହେରା, ଆପଣମାନେ ଭଲ ଭାବରେ ଜାଣିଥିବେ। ଆଉ ଏମିତି କାଳେ ମୀରାପଡ଼ା ନାଁରେ ଏମିତି ବଦନାମ କଲେ କାଳେ ସିଏ ମୋତେ ଡାକିକି ପଇସା ଦେଇଦେବ କି? ସେ ଏଇଥିପାଇଁ ଏଗୁଡ଼ା କରୁଛି। ପଇସା ପାଇଁ ସବୁ ଚକ୍ରାନ୍ତ। ସେଟା ଆପଣମାନେ ଯଦି ସେ ଗୁଣି ସିଏ କରିଥାନ୍ତା, ଗୁଣି କରି ତ ମୁଁ କ୍ୟାନ୍ସର ଭଲ କରିଦେଇଥାନ୍ତା। ଆଜିକାଲି ତ ଗୁଣି କରିଥିଲେ ସିଏ ତ ପ୍ରାଇମ୍ ମିନିଷ୍ଟର ହେଇ ବସିଥାନ୍ତା। ଆଜି ଗୁଣି କ'ଣ, କିଏ ଗୁଣି କାହାକୁ କରୁଛି? ଛଡ଼େଇ କ'ଣ ନେଇଛି? ମୁଁ ଭାବୁଛି ଆପଣ ଆଗରେ ଛଡ଼େଇ କ'ଣ ବାନ୍ଧିକି ରଖିଛି? ମୁଁ ତ ଏଠି ସବୁଆଡ଼େ ବୁଲୁଛି, ସବୁଆଡ଼େ ଯାଉଛି। ଆପଣ ଛଡ଼େଇ କ'ଣ ରଖିଥିଲେ? ମାନେ ମୀରାପଡ଼ାକୁ ବଦନାମ କରିବା ପାଇଁ ଯେହେତୁ ତାଙ୍କ ନେମ୍ ଫେମ୍ ଅଛି, ଏଇଟା ଗୋଟେ ଚକ୍ରାନ୍ତ ଚାଲିଛି। ଏଇଟା ଗୋଟେ ଚକ୍ରାନ୍ତ। ଆଉ ଆଚ୍ଛା, ଆଉ ଗୋଟେ ଜିନିଷ, ଆପଣଙ୍କ ପୂର୍ବତନ ସ୍ତ୍ରୀ ଯିଏ, ସିଏ ଗୋଟେ ଅଭିଯୋଗ କରୁଛନ୍ତି ଯେ ଆପଣ ତାଙ୍କୁ ଟର୍ଚର କରନ୍ତି, ତାଙ୍କ ଛୁଆକୁ ମାରି ଦେଇଛନ୍ତି, ଏମିତି ଗୋଟେ ଅଭିଯୋଗ ଆଣିଛନ୍ତି ସେ। ଠିକ୍ ଅଛି, ମୁଁ ଯଦି ତାଙ୍କ ଛୁଆଙ୍କୁ ମାରିଥିବି ତା ରିପୋର୍ଟିଂ ମୋ ପାଖରେ ଅଛି, ମୁଁ ଦେଖେଇବି। ସେ ପୁରୀ ଯାଇଥିଲେ, ସଞ୍ଜୀବନୀ ମେଡ଼ିକାଲରେ ଯାଇକି ସେଟା ୱାଶ୍ କରିଛନ୍ତି ରାତିରେ। ମୁଁ ଯେତେବେଳେ ଯାଇ ପହଞ୍ଚିଲି ସେ ମେଡ଼ିକାଲରେ ନାହାନ୍ତି। ମୁଁ କହିଲି ମେଡ଼ିକାଲ କେଉଁଠି ଅଛ? ନା ମୁଁ ମେଡ଼ିକାଲରେ 216 ନମ୍ବର ବେଡ଼୍ରେ ଅଛି। ମୁଁ ସେଠି ଯେତେବେଳେ ସଞ୍ଜୀବନୀ ପୁରୀ ବସଷ୍ଟାଣ୍ଡ ପାଖରେ ସଞ୍ଜୀବନୀ ପାଖରେ ପଚାରିଲି, ମୁଁ 216, ସେ କହିଲେ ତ ଆମର 216 ରୁମ୍ ନାହିଁ। ମୁଁ ସେଠି ଆସି ପଚାରିଲି, ମୁଁ କହିଲି 216 ତ ରୁମ୍ ନାହିଁ। ନା ଦେଉନାହାନ୍ତି, ସେ ଯିଏ ଅଛନ୍ତି ତାଙ୍କୁ ଦେଉନାହାନ୍ତି। ମାନେ କେଉଁ ରୁମ୍ ନମ୍ବର କେତେ? ନା ମୋର ହେଉଛି 93। ମୁଁ ଯେତେବେଳେ ସେଠୁ ଗଲି, ମୁଁ 93, ନା ଆମର ଟୋଟାଲ୍ 3ଟା ରୁମ୍, 93 କୁଆଡ଼େ ଆସିଲା? କହିଲେ ପେସେଣ୍ଟ ନାଁ କହୁନି। ମୁଁ କହିଲି ଅନିଆ ବର୍ତ୍ତମାନ ଦେଖିଲ,
ସେଠୁ ସେ ଦେଖିଲେ ତାଙ୍କର ଯେଉଁ ରେଜିଷ୍ଟରଟା ମେଣ୍ଟେନ୍ ହେଇନଥିଲା ଆଚ୍ଛା। ସେ ମୋତେ ଆସିକି ବାହାରୁ କହିଲେ ନାଇଁ ନାଇଁ ଅନିମା ପଦନା କାଲି ଆସିଥିଲେ ରାତିରେ ସେ ୱାଶ୍ କରି ଭୋରୁ ଭୋରୁ ପଳେଇଛନ୍ତି ଏଠି ସେଥିପାଇଁ ଏଇଟା ତାଙ୍କର ରିଜନ କ'ଣ ଥିଲା ମୁଁ କହିପାରିବିନି ସେଇଟା ସିଏ କହିବ ନା ତାର କ'ଣ ରିଜିନ୍ ଥିଲା ମୁଁ କହିପାରିବି ହଁ ମୋତେ ଯେତେବେଳେ ଯେଉଁ ମୁହୂର୍ତ୍ତରେ ମୁଁ ତ ଚାହୁଁଛି ମୋ ପଟେ କେହି ଆସୁନାହାନ୍ତି ଆଜ୍ଞା ଗୋଟେ କହୁଛନ୍ତି ଯଦି ଦରକାର ପଡ଼େ ମୁଁ ବିଏମ୍ସି ଇଏ ଧାରଣା ବସିବି ରାଜରାସ୍ତାରେ ବିଏମ୍ସି ଧାରା କ'ଣ ବସିବ ଇଏ କ'ଣ ଓଳିଆଳି କରିଥିଲା କ'ଣ ବନ୍ଦ ହେଇଗଲା ଯେ ବିଏମ୍ସି ଯାଇ ବସିବେ